हेलो एवरीवन, वेलकम टू आवर वाईटी पाठशाला एक्सप्लोर। तो सांग मैंने आज हूँ आम स्टार्ट करवा ओडिया व्याकरण। ठीक अच्छे। तो ओडिया व्याकरण प्रायतः समस्त जो रही आमर वैदेशिक शब्द से वैदेशिक शब्द प्राय आमर मन रुहे आम कौन करवा ना से वैदेशिक शब्द को गोटे ट्रिक काढ़ी जहाँ मध्यम तुम से सब को मन रखिपार ताकू घोषियापाई पड़ोनी। ठीक अच्छे। गोटे ट्रिक ना गोटे ट्रिक अच्छी जहाँफल तुम ताकू अति सहजरे मन रखी पार। ठीक है ना। देखिए से ट्रिक कौन प्रायतः जानी आम वैदेशिक शब्द को आम केते भाग में विभक्ति करम 5 भाग में कौन कौन विभक्त कर कौन कौन एक आस पोर्तुगीज, दुई रे अच्छी जाबनिक, तीन रे किए आसो ना पारसिक, चार किए अच्छे तुर्की, 5 रे किए अच्छी ना इंग्राजी, 5 रे कौन अच्छी ना इंग्राजी। ठीक है। तो ये आम देखा यही हूँ 5 नीति आम मन रखा है। तो प्रथम आसब किए तो आम देखा प्रथम किए अच्छी ना पोर्तुगीज, प्रथम किए अच्छी पोर्तुगीज, प्रथम किए अच्छी ना पोर्तुगीज। पोर्तुगीज आम कौन कर प्रथम ना पोर्तुगीज है। पोर्तुगीज प्रथम प को उठेब आ हूँ ग को उठेब पर किए आसब ना पर आसब पाद्री, दुई रे आसब गिर्जा। ठीक है ना। पर पाद्री गर गिर्जा है गर गिर्जा। तापर आम देखा हूँ जाबनिक, तापर आम कौन देखा जाबनिक, कौन देखा ना जाबनिक। देख जाबनिक प्रथम जाबनिक प्रथम आम प को नवा है। प को नेले पर प्रथम उठेब वकील, पर प्रथम उठेब कि ना वकील, पर ना वकील। अच्छा वकील जी अच्छी जी वकील थाए से रूम रही रूम आईना रही था कि ना से मन रखिदेव आईना, कौन रख आईना। जी वकील थाए तार इस्तफा हुए कि ना रिटायरमेंट हुए कि ना हुए तो से मन रख इस्तफा, मन रख कौन ना इस्तफा। अच्छा जी वकील कौटी रुहे से कौटी बस कम कर अदालत तो से मन रख कौन ना अदालत है। तापर हूँ वकीलटा कौन सी गाँव रही था कि गाँव रही न था कौटी थाए ना नगर मन रख नगद, नगर मन रख नगद। अच्छा से हूँ आमर जी थाए वकील आख पाख क्यों मान जाते तहसिलदार जाए कि नहीं तहसिलदार जाए है। जी वकील रही से अकल करती कौन करती बेसी अकल करती। जी तहसिल रही तो कौन करती बेसी अकल करती है। अकल करती कौन अकल कर क्वेश्चन पचारती अदालत मानक बेसी अकल करती। लास्ट देख कौन करे बेसी आड़ साड़ क्वेश्चन करके से मुदाला कर दिखती फैसला काट दिखती मन रख मुदाला है। मन रख कौन
ନା ମୁଣ୍ଡାଲା। ଆଉ ଗୋଟେ ଅଛି କ'ଣ ମୁଣି। ବାସ୍ ଏତିକିର ମନେ ରହିଗଲା, ଏତିକିର ମନେ ରହିଗଲା ହେଲା। ତାପରେ ଦେଖିବା ଆମେ ଏତିକିର ମନେ ରହିଗଲା। ତାପରେ 3 ନମ୍ବର ଆସିବ କିଏ ନା ପାରସିକ। କିଏ ଅଛି ନା ତାର ପିଲାମାନେ ଆମେ ଯିବା 3 ନମ୍ବର କିଏ ଅଛି ନା ପାରସିକ। 3 ନମ୍ବର କିଏ ନା ପାରସିକ। ପାରସିକର ସେମିତି ପ୍ରଥମେ ଲାଷ୍ଟ କିଏ ଅଛି ନା କ ଅଛି। କର ପ୍ରଥମେ ଉଠିବ କରଜ। କ'ଣ ଉଠିବ କରଜ। ଆଚ୍ଛା କରଜ କୋଉମାନେ ଦିଅନ୍ତି ନା ଅବକାରୀମାନେ। କୋଉମାନେ ଦିଅନ୍ତି ନା ଅବକାରୀମାନେ। ଅବକାରୀ ଯେଉଁମାନେ ଟିକେ ଚାକିରି କରିଥିବେ ଅବକାରୀମାନେ ଦେତା ପାଖରେ ବେଶୀ ପଇସା ନା ଅବକାରୀ। ଯେଉଁମାନେ ଅବକାରୀ ଥାଆନ୍ତି ସେମାନେ କ'ଣ କରନ୍ତି ନା ଅଙ୍ଗୁର ଖାଆନ୍ତି। କ'ଣ ଖାଆନ୍ତି ନା ଅଙ୍ଗୁର ଖାଆନ୍ତି। ଅଙ୍ଗୁର ଖାଆନ୍ତି ଆଉ କ'ଣ ଖାଆନ୍ତି ଆଖିରେ ଗୋଟେ ଚଷମା ପିନ୍ଧନ୍ତି କ'ଣ ଆଖିରେ ଗୋଟେ ଆଖିରେ କ'ଣ ରଖନ୍ତି ନା ଚଷମା ପିନ୍ଧନ୍ତି ହେଲା। ଚଷମା ପିନ୍ଧନ୍ତି। ତୁମେ ଯୋଉଠି ଯେ ଖଜଣା ଆଣିଲ ସେ କ'ଣ କରୁଛି ନା ତୁମେ ଯୋଉଠି କରଜ ଆଣିଲ ସେ କ'ଣ କରୁଛି ନା ଗୋଟେ କାଗଜରେ ଲେଖିକି ରଖୁଛି, ଗୋଟେ ପ୍ରମାଣ ଲେଖିକି ରଖୁଛି ହେଲା, ଯେଟା ଏଗ୍ରିମେଣ୍ଟ ପେପର। ଏଗ୍ରିମେଣ୍ଟ କରାଯାଏ ସେଟା ଏଗ୍ରିମେଣ୍ଟ ସେମିତି ପେପର ଗୋଟେ ରଖିଲା ଯାଏ ନା ତୁମେ 2 ବର୍ଷ ପାଇଁ 2 ବର୍ଷ ପାଇଁ 2 ବର୍ଷ ପାଇଁ ଧର 1 ଲକ୍ଷ ଟଙ୍କା କରଜ ଆଣିଛ। ତ ତୁମେ କ'ଣ କହିଛ ନା ବର୍ଷକରେ ତାକୁ ରିଟର୍ଣ୍ଣ କରିବ। ସେ କ'ଣ କରିବ ଗୋଟେ ଲେଖିକି ଲିଖିତ ଆକାରରେ ଲେଖିକି ରଖିବ କି ନାହିଁ। ଲେଖିକି ରଖିବ କି ନାହିଁ। ସେ ଲିଖିତ ଆକାରରେ ଗୋଟେ ଲେଖିକି ରଖିବ ତ ତୁମେ 1 ବର୍ଷ ପରେ ପଇସା ରିଟର୍ଣ୍ଣ କରିବ। ସେଟା କ'ଣ କରୁଛି ନା ଖଜଣା। ସେଇଟା ମନେ ରଖିବ ଖଜଣା। କେମିତି ନା ଖଜଣା ଦେଖ ଖଜଣା ଆମେ କେଉଁଠି ଦେଇଥାଉ ବିଲବାଡ଼ି ପଟ୍ଟାରେ ଖଜଣା ଦିଆଯାଇଥାଏ। ତ ଆମେ କ'ଣ ପାଇଁ ଦେଇଥାଉ ଖଜଣା ନା ଦେଇଥାଉ କି ଆମେ ସେଇ ଜାଗାରେ ରହିଛୁ ତ ଆମେ ବର୍ଷକୁ ବର୍ଷ ସେଠିକାର ସେ ଜାଗାରେ ଆମେ ଖଜଣା ଦେଇଥାଉ ସେଟା ଆମେ ପ୍ରମାଣ ଦେଉଛି ହେଲା। ତ ସେମିତିକା ସେ କ'ଣ କରୁଛି ଗୋଟେ ଲିଖିତ ଆକାରରେ ଲେଖିକି ରଖିଲା ଯେ ତୁମେ ତାଙ୍କ ପାଖରେ ଏତିକି ଟଙ୍କା ଖରଚ କରିକି ଆଣିଛ ହେଲା। ତୁମେ ଯଦି 1 ବର୍ଷ ପରେ ରିଟର୍ଣ୍ଣ କରିବ ତ କ'ଣ କରିବ ଯିଏ ତୁମକୁ କରଜ ଦେଇଥିବ ସେ କ'ଣ କରିବ ନା ସୁପାରିଶ ଲଗେଇଦେବ। କ'ଣ କରିଦେବ ସୁପାରିଶ ପଇସା ଯଦି ନ ଦେଲେ ସେ ଗୁଣ୍ଡା ଲଗେଇଦିଏ ନେ ସୁପାରିଶ ଲୋକ ଲଗେଇକି ତୁମଠାରୁ ପଇସା ଆଦାୟ କରିବ। ମାଡ଼ପିଟ ହବ। ତାଠୁ ଭଲ ତାଙ୍କମାନଙ୍କ ପାଖରେ ସବୁବେଳେ ହୁସିଆର ରହିବ ଠିକ ହେଲା। ତାପରେ ଯିବା ଆମେ ତୁର୍କୀ। ତାପରେ କ'ଣ ଯିବା ନା ତୁର୍କୀ। ତାପରେ ଯିବା କ'ଣ ନା ଆମେ ତୁର୍କୀ ଯିବା। ଦେଖ ତୁର୍କୀର ମନେ ହେଉଛନ୍ତି କ ଅଛି କର କ'ଣ ଉଠିବ ନା କୁଲି। କ'ଣ ନା କୁଲି। ଆଚ୍ଛା ଯିଏ କୁଲି ସେ କ'ଣ କରିବ ମାଲବସ୍ତା ବୋହିତେ ଯାଏ ହଁ କି ନାହିଁ। ଟ୍ରେନ୍ ରାସ୍ତା ଦେଖିବ ଆମେ ରେଲୱେ ଷ୍ଟେସନ ଯାଆନ୍ତି। ରେଲୱେ ଷ୍ଟେସନରେ ସେମାନେ ଯାଇକି ମାଲବସ୍ତା ବୁହନ୍ତି କେଉଁମାନେ କୁଲିମାନେ। ତ ସେ କ'ଣ କରେ ଯିଏ କୁଲି ଥିଲେ ସେ କ'ଣ କରନ୍ତି ସେମାନେ ଶୀଘ୍ର ଉଠିକି ତପୁଅ ଆଉ ଚପାତିକୁ ଖାଇଦିଅନ୍ତି। ତପୁଅ ଆଉ ଚପାତି କ'ଣ କରିଦିଅନ୍ତି ସକାଳୁ ଉଠିକି ଖାଇଦିଅନ୍ତି। ଖାଇଦେଲା ପରେ ସେମାନେ ପୁଣି ଯାଆନ୍ତି ତାଙ୍କ ଡ୍ୟୁଟିକୁ ଯାଆନ୍ତି। ତ ଖାଇସାରିଲା ପରେ ସେ କ'ଣ କଲେ ନା ସୁଟ୍ ସାର୍ଟ ପିନ୍ଧିକି ଗଲେ। ଯେ ସୁଟ୍ 2 ସାଇଡ୍ ପ୍ୟାକେଟ୍ରେ କ'ଣ କଲେ ଗୋଟେ ପ୍ୟାକେଟ୍ରେ ଗୋଟେ ସାଇଡ୍ ପ୍ୟାକେଟ୍ରେ କ'ଣ ରଖିଲେ ନା କଇଁଚି ରଖିଲେ। କ'ଣ ରଖିଲେ ନା କଇଁଚି ରଖିଲେ। ଆଉ ଗୋଟେ ପ୍ୟାକେଟ୍ରେ କ'ଣ ନା ବନ୍ଧୁକ ରଖିଲେ। ଆଚ୍ଛା ସେ ଯେଉଁ ବନ୍ଧୁକ ରଖିଲେ ବନ୍ଧୁକର ବିନା ଗୁଳିରେ ରହିଥାଏ କି ନିହାତି ଗୁଳି ଥାଏ ନା। ସେଠି କ'ଣ ଥିଲା ନା ବାରୁଦ ପୁରା ରଖିଥିଲା ବନ୍ଧୁକରେ। କ'ଣ ଥିଲା ବାରୁଦ ଥିଲା। ତାପରେ ରେଲୱେ ଷ୍ଟେସନ ପହଞ୍ଚିଗଲେ। ପହଞ୍ଚିଗଲା ପରେ ସେଠି ଗୋଟେ ବକ୍ସ ଥିଲା ଯେଟାକି କେଉଁ ବକ୍ସ ଥିଲା ନା ସେଠି ଗାଲିଚାର ଗୋଟେ ବ୍ୟାଗ୍ ଥିଲା ତ ସେଇଟାକି ସେ ବୁଝି ନେଲେ ହେଲା। ଆଉ ବାକି ରହିଲା ଇଂରାଜୀ ତ ପ୍ରାୟ ମନେ ରଖିଦେବେ ଇଂରାଜୀ ଆଉ ହେଲା। ତ ପିଲାମାନେ ଏତିକି ଥିଲା ମୁଁ ଲାଇକ୍ କମେଣ୍ଟ ସେୟାରଟି କରିଦେବ ଠିକ୍ ଅଛି। ତ ରହୁଛି ପିଲାମାନେ।